ଜୟ ଜଗନ୍ନାଥ। ଗୋଟିଏ ଛୋଟ ଉଦାହରଣ ଦେଉଛି, ତା ସହିତ କିଛି ସତର୍କର କଥା କହୁଛି। କେହି ଜଣେ ବାରମ୍ବାର ମୋ ଫୋନ୍ କରୁଛନ୍ତି, ଫେସବୁକ୍ ଖୋଲିବାକୁ କହୁଛନ୍ତି। ଦେଖନ୍ତୁ, ମୁଁ ସବୁ ଚ୍ୟାନେଲ୍ ଖୋଲିଛି। ତାପରେ ମୋ କଥା ଆପଣମାନଙ୍କୁ ଠିକ୍ ଲାଗୁଛି, ଭୁଲ ଲାଗୁଛି, ତା'ର ପ୍ରମାଣ ମୁଁ ଏପର୍ଯ୍ୟନ୍ତ ବି ପାଇନାହିଁ। ସେଇଟା ଆପଣ ଠିକ୍ କଲେ ଚଳିବ, ଭୁଲ କହିଲେ ବି ଚଳିବ, ମୁଁ ସବୁ ସେ ଗ୍ରହଣ କରିବି। କିନ୍ତୁ ମୁଁ ଜାଣେ ମୋ ଭାବରେ ମୋ ଭଗବାନ ପାଇଁ ତାହା ନିଶ୍ଚିନ୍ତ ଠିକ୍। ଏହା ମୁଁ ମୋ ରାଧାକୃଷ୍ଣ, ମୋ ଜଗନ୍ନାଥଙ୍କ ଭାବନାରେ କହୁଛି। କେହି ଜଣେ, କାରଣ ମୁଁ ହେଲା ମୋର କର୍ମ ବ୍ୟସ୍ତ। ସକାଳୁ ଉଠିଲେ ମୋର ଓଳା ପଳା, ବଡ଼ ଏରିଆଟା, ସେକୁ ଓଳା ପଳା କରିବି। ଗଛ ଦିଟା ଲଗେଇଛି, ସେଥିରେ ପାଣି ଟିକେ ଦେବି। ଗାଈ ରଖିଛି, ବାଛୁରୀ ରଖିଛି, ସେମାନଙ୍କୁ ଖୁଆଇ ପିଆଇ ଛାଡ଼ିବି। ତାପରେ ମୋର କର୍ମରେ ଲାଗିବି। ଟିକେ ଟାଇମ୍ ପାଇଲେ ଆସିକି ଆପଣଙ୍କ ପାଖରେ କହିଦିଏ। ତା ମାନେ ନୁହେଁ ଯେ ଆପଣମାନେ ଯେଉଁ ସମୟରେ ହଉ ଫୋନ୍ କରିବେ, ଭିଡ଼ିଓ କଲ୍ କରିବେ, ସେମିତି କରନ୍ତୁ ନାହିଁ ବାବା। ଆପଣ ଯାହା ଜାଣିବାକୁ ଚାହୁଁଛନ୍ତି, ଫେସ୍ ଟୁ ଫେସ୍ କଥା ହୁଅନ୍ତୁ। ଆପଣଙ୍କର ବାରମ୍ବାର କଲ୍, ରିଙ୍ଗ, ଭିଡ଼ିଓ କଲ୍ ଆସୁଛି। ମୁଁ ବ୍ୟସ୍ତ ଭିତରେ ବି ରହିଥିଲି, ନଥିଲି। ଶବ୍ଦ ଆସିଲା ପରେ ତାପରେ ବନ୍ଦ ହେଇଯାଇଛି। ମୁଁ ଖରାପ ଭାବୁନି, କିନ୍ତୁ ମୋ ପାଇଁ ସମସ୍ତେ ସବୁକିଛି ମୁଁ ସହିପାରିବି। ମୋ ପାଇଁ ସମସ୍ତେ ସମାନ। ମୋ ଭିତରେ ରାଗ, ହିଂସା, ଅହଙ୍କାର, ଏ ପର ଆପଣ ଭାବ ଏସବୁ ନାହିଁ। ଏହା ମୁଁ ଆପଣମାନଙ୍କୁ କହୁଛି। ମୋ ଜଗନ୍ନାଥ ପାଖରେ ଅଛନ୍ତି, ତାଙ୍କୁ ବି ସାକ୍ଷୀ ରଖି କହୁଛି। କିନ୍ତୁ ଯାହା ପଚାରନ୍ତୁ, ଫେସ୍ ଟୁ ଫେସ୍ ମୋତେ ପଚାରନ୍ତୁ, ମୁଁ କିଛି ବି ଖରାପ ଭାବିବି ନାହିଁ। ଗୋଟିଏ କଥା, କରୋନା ହେଲା, ମହାମାରୀ ହେଲା, ଅଇକା ଯୁଦ୍ଧ ଚାଲିଛି। ଆପଣ ସମସ୍ତେ ବ୍ୟସ୍ତତା ଭିତରେ ରହୁଛନ୍ତି, ଚିନ୍ତା ଭିତରେ ରହୁଛନ୍ତି, ଏମିତି ସବୁ ଭାବନା ଭିତରେ ରହୁଛନ୍ତି। କିନ୍ତୁ ସମସ୍ତେ ପ୍ରଥମେ ଭାବି ନିଅନ୍ତୁ, ଏସବୁ କଳା ଠାକୁର କରୁଛନ୍ତି। ଏହା ନିରାଟ ସତ। ମୁଁ ଗୋଟିଏ ଲେଖିଥିଲି, କରୋନା ସମୟରେ କବିତାଟିଏ ଲେଖିଥିଲି। ସବୁ ସମୟକୁ ନେଇ ମୁଁ କିଛି କିଛି ଲେଖେ। ମୋ ଲେଖାଟା ଅନ୍ୟମାନଙ୍କ ଠାରୁ ଉର୍ଦ୍ଧ୍ୱରେ, କାରଣ କାହାର ସର୍ଟରେ ଟିକେ ଲେଖିଦିଅନ୍ତି, ମୋର ଅଧିକା ଲେଖେ। ସେଥିପାଇଁ ତେଣୁ ମୋ କଥା ମାଧ୍ୟମରେ ଯଦି କିଛି ଭୁଲ ରହୁଛି, ତାହେଲେ ମୋତେ କ୍ଷମା କରିଦିଅନ୍ତୁ। କିନ୍ତୁ ବାରମ୍ବାର ଡିଷ୍ଟର୍ବ କରନ୍ତୁ ନାହିଁ। କହିଦିଅନ୍ତୁ, ଭଉଣୀ ଏଇଟା ଠିକ୍ ନୁହଁ ବୋଲି। ତାହେଲେ ମୁଁ ତାହା ବି ମଧ୍ୟ ଗ୍ରହଣ କରିବି। କାରଣ ମୁଁ ତ ନିଜେ କହୁନାହିଁ, କି କୌଣସି ଗୁରୁ ମାଧ୍ୟମ କି ଗୀତା ଭାଗବତ ପଢ଼ି କହୁନି। ଏ ଆତ୍ମା ଶରୀରରେ ଯେଉଁ ଭଗବାନ ଲୀଳା କରିଛି, ମୁଁ ତାଙ୍କରି ଲୀଳାରେ କହୁଛି, ରହୁଛି। ଭୁଲ ଥିଲେ କ୍ଷମା କରିବ। ଜୟ ଜଗନ୍ନାଥ।